ଏହି ଗ୍ରୀଷ୍ମ ଛୁଟିରେ ପିଲାମାନେ ପାଠକୁ ମନେ ପକାଇବା ଓ ନୂଆ ଶିଖିବା ପାଇଁ ମୋର ଏହି ପ୍ରୟାସ ନିଶ୍ଚୟ ସାହାଯ୍ୟ କରିବ ବୋଲି ବିଶ୍ୱାସ। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଖରେ ଏହା ପହଞ୍ଚିଛି ସେମାନେ ନିଜ କ୍ଲାସ୍ ଗ୍ରୁପମାନଙ୍କରେ ସେୟାର କରନ୍ତୁ। ଏହାଦ୍ୱାରା ପିଲାମାନେ ଉପକୃତ ହେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ। ଏହିପରି ଗ୍ରୀଷ୍ମ ଛୁଟି ସରିବା ଯାଏ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଭିଡ଼ିଓ ଦିଆଯିବ। ଏହି ଭିଡ଼ିଓକୁ ଦେଖୁଥିବା ପ୍ରତ୍ୟେକ ଫଲୋଅର୍ସମାନଙ୍କୁ ଅନୁରୋଧ, ଏହି କାମ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ଆମେ ବର୍ତ୍ତମାନ ସନ୍ନିହିତ କୋଣ ବିଷୟରେ ଜାଣିବା। ସନ୍ନିହିତ କୋଣ କାହାକୁ କୁହାଯାଏ? କୋଣ ବିଷୟରେ ତ ଆମେ ଆଗରୁ ଜାଣିଛେ, ଏକ ସମତଳ ଉପରେ ଅବସ୍ଥିତ ଗୋଟିଏ ଆଦ୍ୟ ବିନ୍ଦୁରୁ ଦୁଇଟି ରଶ୍ମି ନିର୍ଗତ ହେଲେ ତାର ଅନ୍ତର୍ଦେଶରେ କୋଣ ସୃଷ୍ଟି ହୁଏ। ଏବେ ଆମେ ଜାଣିବା ସନ୍ନିହିତ କୋଣ କାହାକୁ କୁହାଯାଏ। ମୁଁ ଗୋଟେ କୋଣ ସୃଷ୍ଟି କରୁଛି, ବର୍ତ୍ତମାନ ଏକ କୋଣ। ଏଇ କୋଣରେ ବର୍ତ୍ତମାନ ଯଦି ଏଇଟା ହେଲା ଏ, বি এবং সি, শীর্ষ বিন্দুটি হল সি, তেমন বাহু দুটি হল সি এ এবং সি বি। আর অন্তর্গত অংশরে কোণ সৃষ্টি হল এ সি বি এক কোণ। সন্নিহিত কোণ কহিলি ଯେଉଁ ଦୁଇଟି କୋଣର ଗୋଟିଏ ଶୀର୍ଷ ବିନ୍ଦୁ ଏବଂ ଗୋଟିଏ ସାଧାରଣ ବାହୁ ଥାଏ ଏବଂ କୋଣ ଦ୍ୱୟର ସାଧାରଣ ଅନ୍ତର୍ଦେଶ ନଥାଏ, ସେହି କୋଣ ଦ୍ୱୟକୁ ସନ୍ନିହିତ କୋଣ କୁହାଯାଏ। ତେଣୁ ଏକ ସମତଳ ଉପରେ ଅବସ୍ଥିତ, ବର୍ତ୍ତମାନ ଦେଖ, ବର୍ତ୍ତମାନ ଇଏ ହେଇଗଲା ଦୁଇଟି କୋଣ, ଏ ସି ଡି ଗୋଟିଏ କୋଣ ଏବଂ ବି ସି ଡି ଗୋଟିଏ କୋଣ। ଏ ସି ଡି ଗୋଟିଏ କୋଣ, ବି ସି ଡି ମଧ୍ୟ ଗୋଟିଏ କୋଣ। ତେଣୁ ଏଇ କୋଣ ଦ୍ୱୟର ଗୋଟିଏ ସାଧାରଣ ଶୀର୍ଷ ବିନ୍ଦୁଟି ହେଲା ସି ବିନ୍ଦୁ, ତେଣୁ ଗୋଟିଏ ସାଧାରଣ ଶୀର୍ଷ ଏବଂ ଗୋଟିଏ ସାଧାରଣ ବାହୁ ଏ ସି ଡି ରେ ଅଛି, ସି ଡି ବାହୁ, ଏବଂ ବି ସି ଡି ରେ ମଧ୍ୟ ଅଛି ସି ଡି ବାହୁ। ବର୍ତ୍ତମାନ ସି ଡି ବାହୁ ଏ ସି ଡି କୋଣର ବାହୁ ଏବଂ ସି ଡି ବାହୁ ବି ସି ଡି କୋଣର ମଧ୍ୟ ବାହୁ। ଏ ସି ଡି ଏବଂ ବି ସି ଡି କୋଣ ଦ୍ୱୟ ମଧ୍ୟରେ ସାଧାରଣ ଶୀର୍ଷ ହେଲା ସି କୋଣରେ, ସି ବିନ୍ଦୁରେ ଦୁଇଟା ଏକ କୋଣ ସୃଷ୍ଟି ହୋଇଛି ଏବଂ ସି ଡି ହେଲା ତାର ସାଧାରଣ ବାହୁ। ଗୋଟିଏ ସାଧାରଣ ବାହୁ ଏବଂ ଗୋଟିଏ ଶୀର୍ଷ ଉପରେ ତାହା ଅବସ୍ଥିତ। ସନ୍ନିହିତ କୋଣ କାହାକୁ କୁହାଯାଏ? ଏକ ସମତଳରେ ଥିବା ଦୁଇଟି କୋଣର ଗୋଟିଏ ଶୀର୍ଷ ବିନ୍ଦୁ ଓ ଗୋଟିଏ ସାଧାରଣ ବାହୁ, ସାଧାରଣ ଅନ୍ତର୍ଦେଶ ନଥିବ, ମାନେ ଉଭୟ ପଟକୁ କୌଣସି ଅନ୍ତର୍ଦେଶ ନଥିବ, ତେବେ ସେହି କୋଣ ଦ୍ୱୟକୁ କୁହାଯାଏ ସନ୍ନିହିତ କୋଣ। ବୁଝିହେଲା? ସନ୍ନିହିତ କୋଣ କାହାକୁ କୁହାଯାଏ? ଗୋଟିଏ ସମତଳ ଉପରେ ଅବସ୍ଥିତ। ବର୍ତ୍ତମାନ ଦେଖ, ଏଇ ଯୋଉ ସମତଳ ଉପରେ ଅବସ୍ଥିତ ହେଲା ଏ ସି ଡି ଏବଂ ବି ସି ଡି ର ଶୀର୍ଷ ହେଲା ସି ଏବଂ ସି ଡି ହେଲା ସାଧାରଣ ବାହୁ, ତେଣୁ କୋଣ ଦିଟା କିଏ ସୃଷ୍ଟି ହେଲା? କୋଣର ଚିହ୍ନ, ତେଣୁ ଏ ସି ବି କୋଣ ଏବଂ ଓ ବି ସି ଡି କୋଣ। ବର୍ତ୍ତମାନ ଦୁଇଟି କୋଣ ସୃଷ୍ଟି ହେଲା, ସାଧାରଣ ବାହୁ ହେଲା ସି ଡି, ତେଣୁ ଏ ସି ଡି କୋଣ ଏବଂ ବି ସି ଡି କୋଣ ପରସ୍ପର ସନ୍ନିହିତ। ବୁଝିହେଲା? ବର୍ତ୍ତମାନ ଆମେ ପଢିବା ଅନୁପୂରକ କୋଣ କାହାକୁ କୁହାଯାଏ। ଆମେ ଆଗରୁ ସନ୍ନିହିତ କୋଣ ବିଷୟରେ ପଢିଛେ। ଅନୁପୂରକ କୋଣରେ ଯେଉଁ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି 90 ଡିଗ୍ରୀ, ସେ କୋଣ ଦ୍ୱୟ ପରସ୍ପର ଅନୁପୂରକ। ତେଣୁ ବର୍ତ୍ତମାନ ଗୋଟେ 90 ଡିଗ୍ରୀର କୋଣ ମୁଁ ଅଙ୍କନ କରୁଛି। ଏ ବି ସି ଗୋଟିଏ କୋଣ ଯାହାର ପରିମାଣ 90 ଡିଗ୍ରୀ। ବର୍ତ୍ତମାନ ଏ ବି ସି ଅନ୍ତର୍ଦେଶ ଡି ଏକ ବିନ୍ଦୁ, ବି କୁ ଡି ସହିତ ଯୋଗ କଲି, ବର୍ତ୍ତମାନ ଦୁଇଟି କୋଣ ସୃଷ୍ଟି ହୋଇଗଲା। ଗୋଟେ ହେଲା ଏ ବି ଡି କୋଣ, ଆଉ ଗୋଟେ ସୃଷ୍ଟି ହେଲା ସି ବି ଡି କୋଣ। ତେଣୁ ଦୁଇଟି କୋଣ ସୃଷ୍ଟି ହେଲା। ଏ ବି ସି 90 ଡିଗ୍ରୀର ଗୋଟେ ସମକୋଣ ଥିଲା, ତା ଅନ୍ତର୍ଦେଶରେ ଡି ଏକ ବିନ୍ଦୁ ନେଲି, ବି ଡି କୁ ଯୋଗ କରିବା ଫଳରେ ଦୁଇଟି କୋଣ ସୃଷ୍ଟି ହେଲା ଏବଂ ସେ କୋଣ ଦ୍ୱୟ ପରସ୍ପର ସନ୍ନିହିତ କୋଣ ହେଇଗଲା। ଏବଂ ଯେହେତୁ ଏ ବି ସି 90, ଏ ବି ଡି ଆଉ ସି ବି ଡି କୁ ମିଶାଇ ଦେଲେ ମଧ୍ୟ ସେଇ ଏ ବି ସି କୋଣଟା। ବର୍ତ୍ତମାନ ଯଦି ଏ ବି ଡି
ଏବଂ CBD को ମୁଁ ଯୋଗ କରିବି ABC କୋଣ। ତେଣୁ ABC କୋଣ ମାନେ ତାର ପରିମାଣ ହେଲା 90 डिग्री। ତେଣୁ ଏଠି ଜାଣିଲେ ଯେଉଁ ଦୁଇ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି, ଇଏ ସନ୍ନିହିତ କୋଣ ଦ୍ୱୟ, ଦୁଇ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି 90 डिग्री, ସେଇ କୋଣ ଦ୍ୱୟ ପରସ୍ପର ଅନୁପୂରକ କୋଣ। ଆମର ଅନୁପୂରକ କୋଣ କାହାକୁ କୁହାଯାଏ? ଯେଉଁ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି 90 डिग्री ବା ଏକ ସମକୋଣ, ସେହି କୋଣ ଦ୍ୱୟ କୁ ପରସ୍ପର ଅନୁପୂରକ କୋଣ କୁହାଯାଏ। ବୁଝିହେଲା? ପଢିବା ପରିପୂରକ କୋଣ କାହାକୁ କୁହାଯାଏ। ପରିପୂରକ କୋଣ ବିଷୟରେ ଜାଣିବା। ତେଣୁ ସନ୍ନିହିତ କୋଣ ଆଗରୁ ଜାଣିଛେ, ପରିପୂରକ କୋଣ ଜାଣିବା ବିଷୟରେ ଆଗ ସନ୍ନିହିତ କୋଣ ଧାରଣା ଦରକାର ପଡୁଛି। ପରିପୂରକ କୋଣ କାହାକୁ କୁହାଯାଏ? ଯେଉଁ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି 180 डिग्री, ସେ କୋଣ ଦ୍ୱୟ ପରସ୍ପର ପରିପୂରକ କୋଣ। ଉଦାହରଣ ସହିତ କରିବା। ବର୍ତ୍ତମାନ ABC ଗୋଟିଏ ରେଖାଖଣ୍ଡ। B ବିନ୍ଦୁରେ ଆମେ ପ୍ରୋଟ୍ରାକ୍ଟର ରଖିଲେ ଏଠି B ବିନ୍ଦୁରେ 180 डिग्री କୋଣ ହିଁ ଉତ୍ପନ୍ନ ହୋଇପାରିବ। B ବିନ୍ଦୁରେ 180 डिग्री କୋଣ ଉତ୍ପନ୍ନ ହୋଇପାରିବ। ବର୍ତ୍ତମାନ ଯଦି ମୁଁ ଏହାର ଏକପଟ ଅନ୍ତର୍ଦେଶରେ CD ଗୋଟିଏ ବିନ୍ଦୁ ନେଲି, D ଗୋଟିଏ ବିନ୍ଦୁ, ବର୍ତ୍ତମାନ D କୁ B ସହିତ ଯୋଗ କଲି, ଦୁଇଟି କୋଣ ହେଇଗଲା। ବର୍ତ୍ତମାନ ଦେଖ ABD ଗୋଟିଏ କୋଣ ଏବଂ CBD ଗୋଟିଏ କୋଣ। ଏଇ ABD କୋଣ ଆଉ ଗୋଟେ ହେଲା CBD କୋଣ ଏବଂ ପରସ୍ପର ସନ୍ନିହିତ କୋଣ। କାରଣ ଏ ଦୁଇ କୋଣର ABD କୋଣର ଏବଂ CBD କୋଣର ଗୋଟିଏ ଶୀର୍ଷ, ତାହା ହେଲା B ବିନ୍ଦୁରେ ଗୋଟିଏ ଶୀର୍ଷ ଏବଂ ଗୋଟିଏ ସାଧାରଣ ବାହୁ ହେଲା BD ଗୋଟିଏ ସାଧାରଣ ବାହୁ। ସାଧାରଣ ଅନ୍ତର୍ଦେଶ ମଧ୍ୟ ନାହିଁ। ତେଣୁ ଗୋଟିଏ ଶୀର୍ଷ ବିନ୍ଦୁ ରହିଛି, ଗୋଟିଏ ସାଧାରଣ ବାହୁ ରହିଛି ଏବଂ ତାଙ୍କର ସାଧାରଣ ଅନ୍ତର୍ଦେଶ ନାହିଁ। ତେଣୁ ଏ ଦୁଇ ପରସ୍ପର ସନ୍ନିହିତ ହୋଇକି ରହିଛନ୍ତି। ଏଇ ସନ୍ନିହିତ କୋଣ ଦ୍ୱୟର ସମଷ୍ଟି ବର୍ତ୍ତମାନ ଯଦି ମୁଁ ଯୋଗ କରିବି ହବ 180 डिग्री। ତେଣୁ ABD କୋଣ ଏବଂ CBD କୋଣର ସମଷ୍ଟି 180 डिग्री ଏବଂ ପରସ୍ପର ସନ୍ନିହିତ। ଆମର ପରିପୂରକ କୋଣର ସଂଜ୍ଞା ହେଲା ଯେଉଁ ଦୁଇ ସନ୍ନିହିତ କୋଣର ସମଷ୍ଟି 180 डिग्री, ସେ କୋଣ ଦ୍ୱୟ ପରସ୍ପର ପରିପୂରକ। ତେଣୁ ତୁମେ ଏଥର ତୁମ ନୋଟ୍ ଖାତାରେ ଲେଖିଦେବ ପରିପୂରକ କୋଣ ବିଷୟରେ ଜାଣିଲେ। ଯଦି ମନେକର ଏଇ କୋଣର ପରିମାଣ ଦେଇଛି x डिग्री, କୋଣ ଦୁଇଟି ପରସ୍ପର ପରିପୂରକ କୋଣ ଏବଂ ABD କୋଣର ପରିମାଣ ଦେଇଛି x डिग्री, ପଚାରିଛି CBD କୋଣର ପରିମାଣ କେତେ। ତେଣୁ ତୁମେ ଇଜିଲି ବାହାର କରିଦେଇ ପାରିବ। ABD କୋଣ ପ୍ଲସ୍ CBD କୋଣ ଇକ୍ୱାଲ୍ ଟୁ 180 डिग्री। ଆମର ଆଗରୁ ଅଛି MF एंगल ABD कोण दत्त अच्छी x डिग्री बोली देइछि, କିନ୍ତୁ ଦୁଇଟା ଯାକ ମିଶିଲେ ହୁଏ 180 डिग्री। ABD ଜାଗାରେ ଆମେ x डिग्री ଲେଖିଦେଲେ ପ୍ଲସ୍ CBD इक्वल टू 180 डिग्री। ଆମର ପଚାରିଛି CBD କୋଣର ପରିମାଣ କେତେ, ତେଣୁ CBD କୋଣର ପରିମାଣ ହେଇଯିବ CBD କୋଣର ପରିମାଣ ସମାନେ 180 डिग्री माइनस x डिग्री। सेमती x ଜାଗାରେ 50 70 80 ଯାହା ରହିବ ତୁମେ 180 ରୁ ଫେଡି ଦେଲେ, ତେଣୁ ସେ କୋଣର ପରିମାଣ ମଧ୍ୟ ତୁମ